बात पड़लानी हे जगन्नाथ झीटा मोर गोर विपदे पड़ी साहा भावे कही ना तमें जदि साहा न हम तुम प्रभु पणिया कलंक लगे मो गुहारी शुण जगन्नाथ ए झीटा को तमें उद्धार कर मैंने तुम्हें मो डाक शुणी जगन्नाथ धन्य धन्य तुम्हें जगन्नाथ धन्य क्यों महिमा विचारटा को तुम कौन देच पुह ना झी अपेक्षा कर देखे मोर नाती नातुणी कौन पुह ना झी पुह ता मैंने ए मराठी महत नाती है ममता देलु देलु से टोकाटा तौक देलु मो जीवन अच्छी धन्य हो गला ना माँ आपको चाकरी धरिया मात्रे संसार सब सुख ना पाई जाइए माँ ओ बुझीगली भोक लगे ना ए ममता नेलु नेलु तो छात्र बही जाए अमृत को ता सुखिला हाथ दे दे ना अमृत नुह मौसा सेटा विश्रामी दबा दरकार तू गोटे माँ हो एमती कथा कहबार ममता माँ नुह मौसा गोटे कुआरी मामू और ए समाज रे कुआरी मामू केवल गोटाई परिचय ସେମାନେ ହଉଛନ୍ତି ଚରିତ୍ରହୀନ ଆଉ ଚରିତ୍ରହୀନ ପରିଚୟ ନେଇ ମୁଁ ଏ ସମାଜରେ ବାଟ ଚାଲିପାରିବିନି ମଉସା ଚାଲିପାରିବିନି ମୁଁ ମିଛ ସିନ୍ଦୁରର ବୋଝକୁ ମୁଣ୍ଡରେ ମୁଣ୍ଡେଇ ମୁଁ ମାଟିରେ ପାଦ ଦେଇପାରିବିନି ମଉସା ମୁଁ ମାଟିରେ ପାଦ ଦେଇପାରିବିନି ମମତା ତୁ କଣ କହିବାକୁ ଚାହୁଁଛୁ ତମେ ସେ ପିଲାଟାକୁ ମାରିଦିଅ ମଉସା नहीं एटा केबे संभव नुह पानी हांडी छुआटा को मु मारी पारिबिनी से जदि बंची रहे जीवन सारा को लुह कांदेबी काली जेतबे ये बड़ है मते ता बापर परिचय मांगिबो उत्तर देबी मो ताको हो ता संग साथी माने ताको जेतबे अड़ बापुआ कहि चिड़ैबे सेतबे मु ताको केमिते बुझाइबे जे से अड़ बापुआ नुह मौसा तार बापा अछते बोले मौसा सेतबे से मते नष्ट चरित्र बोली कहबो और नष्ट इतिहास को संदेह करे से मते नष्ट चरित्र कहबो मु सही परिबिनी मौसा मु सही परिबिनी मौसा आगु को एते घटना घटिबा पूर्वरु तमे से छुआटा को मारी दियो ना मो पापा गर्भर छुआटा को फोपाड़ी नहीं तमे मते पाप मुक्त करि दियो मौसा मते पाप मुक्त करि दियो मु तुम बगरे हाथ जोड़ो छे मौसा अब तुम गोड़ा रखिदा योर कोटा अच्छे ना मारी देबी एटा को मारी देबी हेले केमिते मारिबी कहम ता कह बाबू केमिते मारिबी भला नइले बसै देबी ना बिलुआ गुआ मने पिंडी दे आसीबी कहम ता कह बाबू केमिते मारिबी तमर जाय इच्छा तमे से करो मौसा सब पर भी छोटा मारी दिबा दरकार मौसा ए छुआटा तो निश्चय मरिबो काहाकू गोर मोर गोटे कथा रखिउ मा कथा की कथा मौसा हाँ गोटे कथा
এই ছুয়াটি দুনিয়া ছাড়িବାକୁ পড়ୁ এটা ভুকিলা মরিয়ানি রে মা ତତେ ଏଟାକୁ ଖାଇବାକୁ ଦେବାକୁ ପଡିବ ମୁଁ ପାରିବିନି ମଉସା ମୁଁ ପାରିବିନି କାହିଁକି ପାରିବୁନି ମୁଁ ନ ପାରିଲେ ମୁଁ ପାରିବିନି ମୁଁ ସେଇ ସମାଜରେ ବଢିଛି ଯୋଉ ସମାଜରେ ଗରୁଟାକୁ ପଞ୍ଚାୟତ ଦେଖିଦେବା ପଡୁ ତା ମୁହଁରେ ତୋରାଣୀ ମୁଣ୍ଡିଆ ଦିଆଯାଏ ମରିଯିବା ପଡୁ ତା ପାଟିରେ ତ ବେଳେ ଗଙ୍ଗା ଜଳ ଦିଆଯାଏ ତୋ ଛୁଆକୁ ନେ ତୋ ଛାତିର ବହି ଯାଉଥିବା ମୁଁ ସବୁ ଦେଇଦେଲେ ନା ନେ ତୋ ଛୁଆକୁ ନେ ସେ ଛୁଆଟାକୁ ମତେ ଦେ ମୁଁ ତାକୁ ବିକି ଦେଇ ଆସିବି ଦେ ମତେ ଦେ ମୁଁ ପାରିବିନି ମଉସା ମୁଁ ପାରିବିନି କାହିଁକି ପାରିବୁନି ରେ ମା ଏବେ ପରା କହୁଥିଲେ ଛୁଆଟା ମରିବା ଦରକାର ଏବେ ପୁଣି ମନା କରୁଛୁ କାହିଁକି କାହିଁକି ନା ମୁଁ ପରା ଗୋଟେ ମା
ଏପଟ ପୁଅଟା ମୋର ବାପର ପରିଚୟ ପାଇବା ପାଇଁ ଡହଳ ବିକଳ ହଉଛି ଆଉ ସେପଟେ ବାପା ଏ 6 ବର୍ଷ ହେଲା ମତେ ଠକି ଦେଇ ଯାଇଛନ୍ତି ଏଠି ମୁଁ ଦୋଷ ଦେବି କାହାକୁ ମୋ ଭାଗ୍ୟକୁ ନା ମୋ ପ୍ରେମକୁ ମମତା ସତରେ ତମେ ମୋ ପାଖକୁ ଆସିଛ ମମତା କେମିତି ଅଛ ତମେ ବଞ୍ଚିଛି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ନିନ୍ଦା ଅପବାଦର ଗୋଇଠା ଖାଇ ଖାଇ ମୁଁ ବଞ୍ଚିଛି ଭୁଲ ହେଇଗଲା ବହୁତ ବଡ ଭୁଲ ହେଇଗଲା ତମକୁ ଭଲ ପାଇବୁ ଏମିତି ଗୋଟେ ଭୁଲ କରିଦେଇଛି ଯେ ନା ମୁଁ ମନ କଲେ ହସି ପାରୁଛି ନା ମୁଁ ମନ କଲେ କାନ୍ଦି ପାରୁଛି ନା ତମ ଫେରିବା ବାଟ ପୁଅକୁ କହି ପାରୁଛି ନା ତ ଅବୁଝ ପ୍ରଶ୍ନର ଉତ୍ତର ମୁଁ ଦେଇପାରୁଛି ମମତା ଚୁପ କର କହୁଛି ମୋ ଜୀବନଟାକୁ ଦୁଃଖ ନଈର ସ୍ୱର ଭସାଇ ଦେଇ ସାରିବା ପରେ କୋଉ ଅଧିକାରେ ତମେ ମୋ ନାଁ ଧରି ଡାକୁଛ କୋଉ ଅଧିକାରେ ଏ ଅଭାଗିନୀ ମମତା ନା ସେ କା ନୟନରେ ସେ ରତକ ନା କା ଛାତିରେ ସେ ସନ୍ତକ ନା କୋଉ ମନ୍ଦିରରେ ସେ ଦୀପାଳି ନା କୋଉ ବଗିଚାରେ ସେ ମାଳି ଏ ମମତା ଏ କେବଳ ମା ମୋ ଜଗତର ମା ବିଶ୍ୱାସ କର ମମତା ଏଇ 6 ବର୍ଷ ଭିତରେ ମୁଁ ତମକୁ 6 ସେକେଣ୍ଡ ବି ଭୁଲିନି ଆଜି ତମେ ଯେତିକି ନିଜର ଥିଲ ଆଜି ବି ସେତିକି ନିଜର ଅଛ କାଲି ତମକୁ ଯେତିକି ଭଲ ପାଉଥିଲି ଆଜି ବି ଠିକ ସେତିକି ଭଲ ପାଉଛି ମିଛ ଯାହା ମିଛ ମହେନ୍ଦ୍ର ଚୌଧୁରୀ କେବେ ମିଛ କହିନି ଏ କଥାଟା ତମେ ଅନ୍ୟମାନଙ୍କ କଥା ଅଧିକ ଜାଣିଥିବ ଆଉ ଯଦି ମିଛ ତମେ ଠକି ଦେବାର ଥାନ୍ତା ତାହେଲେ 6 ବର୍ଷ ପରେ ମୁଁ ତମ ପାଖକୁ ଆସିଥାନ୍ତି କାହିଁକି କୁହ ଏତେ ଦିନ ଯା ତମେ ଥିଲ କୋଉଠି କାହିଁକି 6 ବର୍ଷ ହେଲା ମୋଠୁ ଦୂରେଇ ଯାଇ ମତେ 6 ଗୁଣ ଅଧିକ ଦୁଃଖ ଦେଇଦେଲ କୁହ ମହେନ୍ଦ୍ର କୁହ ତମେ ତ ଜାଣିଛ ମୋ ବାପାଙ୍କର ଦେହ ଖରାପ ହୋଇ ମନ୍ଦିରର ବିବାହ ପରେ ମୁଁ ତମକୁ ଭୁବନେଶ୍ୱର ଛାଡ଼ି ଚାଲିଗଲି ଆଉ ତାପରେ ବାପାଙ୍କୁ ମେଡିକାଲ ନେବା ଆଣିବା କରିବା ଆଉ ବାପାଙ୍କର ବିଜନେସରେ ମୁଁ ଏମିତି ଛନ୍ଦି ହେଇଗଲି ଯେ କେତେବେଳେ 6 ବର୍ଷ ବିତିଗଲା ମୁଁ ଜାଣିପାରିଲିନି ମମତା ଆଉ ମୋ ବାପାଙ୍କ ଦେହ ଏବେ ସାମାନ୍ୟ ସୁସ୍ଥ ସେ କହିଲେ ମହେନ୍ଦ୍ର ତୁ ବାହାସାହା ହେଇ ଘର ସଂସାର କର ଆଶା ହେଇ ଘର ସଂସାର କଲନି କିଏ ମନା କରୁଥିଲା ତମକୁ ନାଇଁ ମମତା ମୁଁ ତମ କଥାଟା ବାପାଙ୍କୁ କହିସାରିବା ପରେ ବାପା ରାଜି ହେଇଗଲେ କହିଲେ ପୁଅ ଶୀଘ୍ର ଯାଇ ମୋ ବୋହୂକୁ ନେଇ ଆ ମୁଁ ସେଇଥିପାଇଁ ଏକା ନିଶ୍ୱାସରେ ତମରି ପାଖକୁ ଧାରି ଆସିଛି ତମେ ଶୀଘ୍ର ବାହାରି ପଡ଼ ଆମେ ସାଙ୍ଗେ ସାଙ୍ଗେ ଚାଲିଯିବା ହଁ ନବା ପାଇଁ ଆସିଛ ହଁ ତମେ ଶୀଘ୍ର ବାହାରି ପଡ଼ ସାଙ୍ଗେ ସାଙ୍ଗେ ଚାଲିଯିବା ମୁଁ ସ୍ୱପ୍ନ ଦେଖୁଛି ତ ସାଙ୍ଗେ ସାଙ୍ଗେ ବାହାର ସାଙ୍ଗେ ସାଙ୍ଗେ ଚାଲିଯିବା ଜଗନ ଘରୁ କାହିଁ ଲାଗୁଛ କାହିଁକି ଡାକୁଛି ତମେ ଆରେ ପିଲାଟା ଯେତେବେଳେ ଏତେ ଯାଉନୁ କିଛି ଟିକେ ଖାଇ ନ ଦବ ପେଟରେ ଭୋକ ଲାଗୁଛି ମମତା ତମେ ଆମ ସହ ଯାଇପାରିବନି ତମେ ଟିକେ ବୁଝିବାକୁ ଟିକେ ଚେଷ୍ଟା କର ମୁଁ କେବଳ ଆମ ଭଲ ପାଇବା କଥା କହିଥିଲି ଆମର ଯୋଉ ଗୋଟେ ପିଲା ଅଛି ଏ କଥାଟା ମୁଁ ବାପାଙ୍କୁ କହିନଥିଲି ଆଉ କେମିତି ବା କହିଥାନ୍ତି ବାହାଘର 6 ମାସ ପରେ ମୁଁ ଚାଲିଗଲି ଯେ ଫେରିଲି 6 ବର୍ଷ ପରେ ତାପରେ ତମର ପ୍ରେଗନେଣ୍ଟ ଥିଲ ପୁଅ ହେଲା କି ଝିଅ ହେଲା ଏ କଥା ମୁଁ ଜାଣିଲି କେମିତି ଚୁପ କର କହୁଛି
ତମେ ଆମ ଭଲ ପାଇବାଟାକୁ ଯଦି ତମ ବନ୍ଧୁ ବାନ୍ଧବ ସାହି ପଡ଼ିଶ କଣ ତମ ବାପାଙ୍କ ପାଖରେ କହିବା ପାଇଁ ଏତେ ଡର ଯାଅ ଫେରି ଯାଅ ଏଠୁ ମୁଁ ମୋ ପୁଅକୁ ଛାଡ଼ି ସ୍ୱର୍ଗକୁ ଯିବାକୁ ବି ଚାହିଁବିନି ଦରକାର ନାହିଁ ତମ ଘରର ବୋହୁ ବଡ଼ ଘରର ବୋହୁ ହବା ଦରକାର ନାହିଁ ବଡ଼ ଘରର କ୍ଷୀରି ପଲଉ ପାଟ ବଟା ସୁନ ଅଳଙ୍କାର ସବୁ ମୋ ପୁଅ ପାଖରେ ମୂଲ୍ୟହୀନ ଆଜିଠାରୁ ଭାବିଦେବ ଏ ଅଭାଗିନୀ ମମତାଟା ତମ ପାଇଁ ମରିଯାଏ ସେମିତି କୁହନି ମୋ ବାପାଙ୍କୁ କଥା ଦେଇ ଆସିଛି ମାନେ ତମକୁ ଏଠୁ ନେଇକି ଯିବି ଆଉ ଯଦି ସେଇଟା ନ ହୁଏ ତାହେଲେ ମୁଁ ଏଇଠି ଆତ୍ମହତ୍ୟା କରିବି ସେମିତି କୁହନି ତମେ ମୁଁ ତମ ସାଙ୍ଗରେ ଯିବା ପାଇଁ ରାଜି କିନ୍ତୁ ଗୋଟାଏ ସର୍ତ୍ତରେ କି ସର୍ତ୍ତ କହ ନା କହ ତମେ ମୋ ପୁଅର ଭବିଷ୍ୟତ କରି ଦେଇପାରିବ ଭବିଷ୍ୟତକୁ କିଏ ବା ଦେଖିଛି ଆଜି ଯେକୌଣସି ପରିସ୍ଥିତି ପାଇଁ ହଉ ନା କାହିଁକି ଆଜି ମୋ ପୁଅ ଜଗନକୁ ସାଥିରେ ନେବାକୁ ମନା କରି ଦଉଛ ଭବିଷ୍ୟତର ଏମିତି କିଛି ଘଟଣା ଘଟିପାରେ ଯୋଉଥିପାଇଁ କି ତମେ ମୋ ପୁଅ ଜଗନକୁ ପୁଅ ବୋଲି କହିବାକୁ କୁଣ୍ଠାବୋଧ କରିବ ସେଥିପାଇଁ ମୁଁ ଚାହୁଁଛି ତମେ ମୋ ପୁଅ ନାଁରେ କିଛି ସମ୍ପତ୍ତି କରିଦିଅ ଏଇ କଥା ଠିକ ଅଛି ଭୁବନେଶ୍ୱରରେ ଥିବା ସେଇ 5 ଏକର ଜାଗାଟାକୁ ମୁଁ 8 ଦିନ ଭିତରେ ଜଗନ୍ନାଥରେ ଉଇଲ୍ କରିଦେବି ये तो बापा ଆରେ ନା 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 ମୁଁ ତ ବାପାଙ୍କ ସାଙ୍ଗ ମମତା ମୁଁ ବାହାର ଅପେକ୍ଷା କରିଛି କଣ ହେଲା ବାପୁ ତମେ ମୋ ବାପାଙ୍କ ସାଙ୍ଗ ମାନେ ମୋ ବାପାଙ୍କ ଚଲାରେ ତୁମେ ଚାଲିଥିବ ମୋ ବାପାଙ୍କ ପାଦ ଧୂଳି ତୁମ ପାଦରେ ଲାଗିଥିବ ତୁମ ପାଦ ଧୂଳି ମୁଁ ମୁଣ୍ଡରେ ମାରିବାକୁ ଚାହିଁବାକୁ ମୋ ବାପାଙ୍କ ସହ ଦେଖା ହେଲେ ତାକୁ କହିଦେବ ସେ ଶୀଘ୍ର ମୋ ପାଖକୁ ଫେରି ଆସେ ଆଉ ଯଦି ସେ ଶୀଘ୍ର ମୋ ପାଖକୁ ଫେରି ନ ଆସନ୍ତି ତାହେଲେ ମୁଁ ମାରିକି ନେଇ ମାରିଯିବି ବାବୁ କିଏ ନାଟ ଲଗେଇଛ କଥାଟାର ଗୁମର ନ ବିଟାଇ ଦେଇ କାହିଁକି ତମେ ଗଣ୍ଠି ପରେ ଗଣ୍ଠି ପକେଇ ଚାଲିଛ ସତରେ ସତରେ ତମେ ନିଷ୍ଠୁର ଜଗନ୍ନାଥ ହଁ ତମେ ନିଷ୍ଠୁର ତମେ ଶୁଣୁଛ ତ ତମେ ଶୁଣିପାରୁଛ ମୋ ପୁଅର ବାପାଙ୍କ ସାଙ୍ଗ ମୋ ପୁଅଟା ମଧ୍ୟ ବାପାକୁ ଫେରି ପାଇବା ପାଇଁ କେମିତି ଡହଳ ବିକଳ ହଉଛି ମୋ ତୁମକୁ ହାତ ଯୋଡୁଛି ତମ ଗୋଡ ତଳେ ପଡୁଛି ତମେ ତ ବାପାକୁ କୁହ ସେ ଶୀଘ୍ର ତମକୁ ଫେରି ଆସନ୍ତୁ ଠିକ ଅଛି ମୁଁ କଥା କହୁଛି ଜଗନ ଖୁବ୍ ଶୀଘ୍ର ତା ବାପାକୁ ପାଇଯିବ କିନ୍ତୁ କିନ୍ତୁ ଆଉ କଣ ଦେବୁ ନେ କଥା କଣ କି ତୋ ବାପା ନା ଏ ବାପାଙ୍କୁ ଆମେ ଖବର ଦେଇଛନ୍ତି ତୋ ବାପାର କାଳେ ଗୋଟେ ଗ୍ରହ ଖରାପ ପଡିଛି ତ ସେଇଥିପାଇଁ ଇଚ୍ଛା କରି ତୋ ବାପା ଆସିପାରୁନାହାନ୍ତି ଆଉ ଠାକୁରଙ୍କ ସ୍ୱପ୍ନରେ ତୋ ବାପାକୁ କହିଛନ୍ତି ତୁ ଚଗଲା ନ ହେଇ କୁଆଡେ ନ ଯାଇ ଏବେଠାରୁ ଯଦି ଠାକୁର ଘରେ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇପଡ଼ିବୁ ନା ତୋ ବାପା କାଲି ସକାଳୁ ଆସିଲେ ବୋଲି ଜାଣ ସତକୁ ସତ ଡାହା ମିଛ ଗୁଡାକ ପୁଅଟା ମୋର ସତ ବୋଲି ଭାବି ନେଲା ଶାସ୍ତ୍ର କହେ ପିଲାମାନଙ୍କୁ ଭଣ୍ଡେଇଲେ ମହାପାପ ହବ ମୁଁ ତୁମକୁ ହାତ ଯୋଡୁଛି ତମେ ଏତେ ବଡ ନିଷ୍ଠୁର ହୁଅନି ଚାଲ ପିଲାଟା ତମେ ସାଥିରେ ନେଇଯିବା
আজি को दीर्घ 20 वर्ष ହେଇଗଲା ମୋ ଜୀବନ କାହାଣୀଟା ଖାଲି ଆଖି ଲୁଚେଇ ଲୁଚେଇ କାନ୍ଦୁଛି ଆଉ ସମସ୍ତଙ୍କ ଅଜଣତରେ ମୁଁ ମୋ ଜଗତକୁ ଖୋଜୁଛି अर्धा 4 दिन कमेंट କାହିଁକି ତୁମେ ପାଖକୁ ଫେରୁନ ମମତା ଆମ ଉପରେ ରାଗି ଚାଲି ଯାଇଛି ସେ ଅଭିମାନ କରିଛି ସିଏ ଆଉ ଫେରିବନି ତମେ ତାକୁ ଭୁଲିଛ ଭୁଲିଯିବି କେମିତି ଭୁଲିଯିବି ମୁଁ ତାକୁ ରକ୍ତ କଣ କେବେ ରକ୍ତକୁ ଭୁଲି ଯାଇପାରେ ଆତ୍ମାଟା କଣ କେବେ ଦେହକୁ ଭୁଲି ଯାଇପାରେ ତମେ ଦେଖିବ ସେ ଦିନେ ନା ଦିନେ ମୋ ପାଖକୁ ନିଶ୍ଚୟ ଫେରି ଆସିବ ଆଉ ଫେରି ଆସିଲା ପରେ ନା ମୋ କୋଳରେ ଶୋଇବା ପାଇଁ ସେ କେମିତି ଅଳି କରିବ ଏଇ ତମେ ନା ତମେ ସେ ଗୁଡ଼ାକୁ ମତେ ଦିଅନି ସେଗୁଡ଼ାକ ଜମା କରିବିନି ତମେ ଇନ୍ସୁଲିନ୍ ନହେଲେ ତମ ଡାଇବେଟିସ୍ଟା କଣ୍ଟ୍ରୋଲ ହବନି ଆଉ ଡାଇବେଟିସ୍ଟା କଣ୍ଟ୍ରୋଲ ନହେଲେ ମରିଯିବି ବଞ୍ଚିଛି ଯେ ମରିବା ପାଇଁ ଡରିନି ଖାଲି ଅପେକ୍ଷା କରିଛି ତାର ଅମାନତଟା ତାକୁ ଫେରେଇ ଦେଲେ ମୋ ଦାୟିତ୍ୱ ମୁକ୍ତ
कौन चिंता कलो କୋଉ କଥା से जमी कथा शहीद नगर छक मध्य से 5 एकर जमी कथा उद्र से मेरे के तो महकुड़ को रेजिस्ट्री करूछो ମୁଁ 100 ଥର ନୁହଁ 1000 ଥର ମନା କରିଛି ସେ ଜମିଟା ହଉଛି ଆଉ ଜଣକର ଅମାନତ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଲେ ବି ସେ ଜମିଟା ମୁଁ ଆଉ କାହାରିକୁ ଦେଇପାରିବିନି मतबो भविष्य तो अंधार हो जीवो और ब्लॉक चेयरमैन रो स्वप्नटा स्वप्नरे रही जीवो अरे मूर्ख अरे गोटे मिछ भविष्यत पछरे दौड़िबा अपेक्षा रोजगार करी मेहनत करे शिख जीवन रास्ता रे एमिति झुंटी पड़िबु जे आहा हवा तो दूरर कथा आहा बदे कहिबु केही नथिबे चुप कर कष्ट नहीं तो मत करना पतेस ते पले पतेस मनोज तो बापा को एमिति व्यवहार करिया ପାଇଁ को ठीक होउसी ठीक बोलो विचार पर करिवो आगे कोन से जमीन तुम रजिस्टर करिवो कि नहीं ना आइला उठा आ ठिया हेला कहिंती पार्टी करे घर कम पाई दियो आसु ससुर को गाली गुलाज करो पारुछ जदी ए बुढ़ा बुढ़ी दिना को धक्का मारी बाहर कर दियो चुप रहो पूरा चुप ना नहिले कोन करिवो ता करे ओ बापा घरु यही शिक्षा संस्कार पाई आसी तो बहु घरर समस्या को समाधान करे हेला तू समस्या रो समाधान करिबा परिवर्ते जो तुमा नियारे तो ढियो ढालुछु समझी हर दियो कर यही बसे देखिया नहीं ठोकराय बुनोरानी ओहो धिक्कार आपण निज को करो निज भाग्य को धिक्कार करो काहे ना आपण एमिति गोटे हत भाग्य मଣିଷ ଅଛି पितृपुरुष प्रजल संपत्ति को फिके करी नष्ट करिवे सत्यके आपण तो मरणा मारिलानी जे निज पिलावर को भाग्य भविष्य को नष्ट करता पे ओ बल लागे पटी खराब लगे आपण ए घर को बोई आसी सारीबा करे ससुर हिसाब रे केते कोन साड़ी किंदी जदी बोबे आ आपण को भी कहूची सासु हिसाब रे सामान्य पात्र को हल पाउची देइछु अरे तमा गुणवंत स्वामी कहूना से किनी देबे बड़ भाउजी को केमिति कथाबार्ता कर जाए सेटा तू आज पर्यंत शिखिलु आ सासु सासु में कथाबार्ता करा जाए सेटा बदे भाउज शिखि ना दी कथा कहबर सीमा टपी जाउछो राव केमिति कथाबार्ता करा जाए तम अपेक्षा मु बेस भला शिखि दी भाई नो ओ मानस तमे बुझिलो काहे की कहलो तम भाई ब्लॉक रो चेयरमैन हे गेला परे आबी रब ए घर रो सब दुख हाय रब्बा जो घरे तम भली बहु आम भाई वाला पुओ थिबो से घर दुख रे घुटी जीवनी मरम दुख सकु गोड़ी आनी चाल बड़ी शांति हे जीवा भाई कोला तू बहु धातो रे अजार अरे एमिति मारा गलो होनी रे तू तमन को हाथ दौड़ुची रे अरे मो घर का को तमे कुरुक्षेत्र कर दियोनी तू तम गोड़ तळे तम मासे समय देली से जमी सफा शीघ्र चिंता नहले कोन करिवो मारिबो मते सेया करिबो आसबिदा सिनेमा देखि जाई माइंड का ओ माय स्वीट डैड हाय रब्बा सुनो सफा सफा कहि दउते जमीना जल्दी शीघ्र बिक्री हे जवा दे अब ता न हेले ए करे
ଆଉ ଏମିତି ବଦଳି ଯାଇଛି ଯେ ଦଶରଥ ଅଛନ୍ତି, କୈକେୟୀ ଅଛନ୍ତି, ଅଧୁଳି ମା ବି ଅଛନ୍ତି, ହେଲେ ଶ୍ରବଣ କୁମାର ନାହାନ୍ତି ମମତା, ଶ୍ରବଣ କୁମାର ନାହାନ୍ତି। ମୁଁ କଣ କହୁଥିଲି କି ଜଗା କଥା ମନେ ନ ପକେଇ ସେ ଜମିଟାକୁ ଏ ଦି ଭାଇଙ୍କ ମଧ୍ୟରେ ବାଣ୍ଟି ଦିଅ। ଅସମ୍ଭବ। ମୋ ଜଗାର ଅମାନତ ମୁଁ କାହାରିକୁ ବି ଦେଇପାରିବିନି। କାହିଁକି ସେ ଜଗା ଜଗା ହଉଛ କହିଲ? ଏଇ 8 ମାସ ଭିତରେ ତମ ବାପା ଚାଲିଗଲେଣି। ତାପରେ ଆମେ ଆମ ଗାଁ ମଙ୍ଗଳପୁର ଗାଁକୁ ଯାଇଥିଲେ ଆମ ଜଗତକୁ ଆମ ସହିତ ଫେରେଇ ଆଣିବା ପାଇଁ। ସେତେବେଳକୁ ସବୁ କିଛି ବଦଳି ଯାଇଥିଲା। ମରାଠୀ ମଉସା ହାର୍ଟ ଆଟାକରେ ପ୍ରାଣତ୍ୟାଗ କରିଥିଲେ। ଆଉ ଗାଁ ଲୋକେ ସମସ୍ତେ କହିଲେ ମୋ ଜଗନଟା କୁଆଡେ ଗାଁ ଛାଡି ଚାଲି ଯାଇଛି। ଆଉ ସେଇଥିପାଇଁ ଆମେ ଫୋନ ନମ୍ବର ଆଉ ଘରର ଆଡ୍ରେସ ତମ କାନ୍ଥରେ ଲେଖିଦେଇ ଆସିଲେ। କିନ୍ତୁ ଏ ପର୍ଯ୍ୟନ୍ତ ନା ତାର ଫୋନ ଆସିଲା ନା ସେ ମୋ ପାଖକୁ ଫେରିଲା। ତାମାନେ କଣ ମୋ ଜଗନ ଦୁନିଆର ଭିଡ ଭିତରେ କୁଆଡେ ହଜି ଯାଇଛି। कहानी